ତ ବର୍ତ୍ତମାନ ଆଇଟି ସେକ୍ଟରରେ ପିଲା ଜବ୍ ପାଇବା ଆଉ ଆଇଟି ସେକ୍ଟରରେ ସର୍ଭାଇଭ୍ କରିବା ବର୍ତ୍ତମାନ ଏବେ ବହୁତ ଡିଫିକଲ୍ଟ ହେଇଗଲାଣି। ତ ବର୍ତ୍ତମାନ ଆଗରୁ 5-10 ବର୍ଷ ତଳେ ଆଇଟି ସେକ୍ଟର ଯାହା ଥିଲା, ବର୍ତ୍ତମାନ ଆଇଟି ସେକ୍ଟର ଏବେ ମାର୍କେଟ ବହୁତ ଅଫ୍ ହେଇଗଲାଣି। ତ ସିଚୁଏସନ୍ ବର୍ତ୍ତମାନ ଏବେ ଅଫିସରେ କ'ଣ ଚାଲିଛି, ତ ଅଫିସରେ ତୁମକୁ ଏମିତି ସେମାନେ କ୍ରିଏଟ୍ କରଉଛନ୍ତି ଅଫିସର ଏନଭାୟରମେଣ୍ଟ, ତ ତୁମକୁ ଏମିତି ସେମାନେ ବିହେଭ୍ କରିବେ, ତ ତୁମେ ବାଧ୍ୟ ହେବ ତୁମେ ପେପର୍ ପକାଇବା ପାଇଁ। ମାନେ ସିଚୁଏସନ୍ ବର୍ତ୍ତମାନ ଏବେ ଏଇଭଳିଆ ହେଇଗଲାଣି ମାର୍କେଟରେ। ତ ମାର୍କେଟରେ ଏକ ହେଲା ତୁମକୁ ଜବ୍ ମିଳୁନି, ଦୁଇରେ ତୁମେ ସର୍ଭାଇଭ୍ କରିପାରୁନା, ତିନିରେ ତୁମେ ଜବ୍ ଯେଉଁଟା ପାଇଛ ତୁମେ ସେଇଟାକୁ ତୁମେ ନେଇ ଆଣି ଥୋଇପାରୁନ, ଫୋର୍ଥରେ ତୁମକୁ ସେମାନେ ଏମିତି କଟୁ ବଚନ କହିବେ ତ ତୁମେ ମାନେ ତୁମକୁ ଲାଗିବ ନା ଭାଇ ଆଜି ହିଁ ସବୁକିଛି ହେଇଗଲା, ମୁଁ ପେପର୍ ଏବେ ପକେଇବି, ଘରକୁ ଯିବି ଡାଇରେକ୍ଟ। ତ ମାନେ ସିଚୁଏସନ୍ ଦେଖ କେଉଁ ଭଳିଆ ମାର୍କେଟରେ ଏବେ କରୁଛନ୍ତି। ତ ବର୍ତ୍ତମାନ ଲୋକଙ୍କୁ ଲାଗୁଛି ସାଲାରୀ ଆଉଛି 4 ଥର, ମାନେ ଗୋଟେ ନର୍ମାଲ୍ ଗୋଟେ ପିଲା ସାଲାରୀ ପାଉଛି ମାସକୁ 4 ଥର ଖଣ୍ଡେ। କିନ୍ତୁ ମାର୍କେଟର ସିଚୁଏସନ୍, ମୁଁ ତୁମକୁ ଯେଉଁ ଇଣ୍ଟରନାଲ୍ ସିଚୁଏସନ୍ କହୁଛି, ମାର୍କେଟର ଅଫିସରେ ସିଚୁଏସନ୍ ଏମିତି ହେଉଛି, ତୁମେ ବିଲିଭ୍ କରିବ ନା, ଗୋଟେ 30 ଜଣ ପିଲାଙ୍କ ଆଗରେ ଗୋଟେ ପିଲାକୁ ଯେତେବେଳେ ଗୋଟେ କମ୍ପାନୀ ଭିତରେ ଗୋଟେ ପିଲାକୁ ଗୋଟେ ମ୍ୟାନେଜର ଗାଳି ଦେଉଛି, ସେ ପିଲାକୁ ଲାଗିବ ଦୁନିଆରେ ସବୁଠାରୁ କଷ୍ଟ ଜିନିଷଟା ବର୍ତ୍ତମାନ ମୁଁ ଏବେ ଫେସ୍ କରୁଛି। କିନ୍ତୁ ବହୁତ ପିଲା ଅଛନ୍ତି, ପିଲା ଏବେ ବି ଖାଇବା ପାଇଁ ବି ପରିଶ୍ରମ କରୁଛନ୍ତି, ବହୁତ ପିଲା ଅଛନ୍ତି ଏବେ ବି ଭଲ ସାଲାରୀ ପାଉଛନ୍ତି, ବହୁତ ପିଲା ଅଛନ୍ତି କିଛି ନ କରିକି ବି ଭଲ ଜବ୍ରେ ଅଛନ୍ତି। କିନ୍ତୁ ଗୋଟେ ଗୋଟେ ଟାଇମ୍ରେ ତୁମକୁ ଏମିତି ଲାଗିବ, ତ ତୁମକୁ ଲାଗିବ କି ଭାଇ ଏବେ ହିଁ ମୁଁ ଜବ୍ ଛାଡ଼ିକିରି ହିଁ ଯିବି, ଆଉ ମୁଁ ଜବ୍ କରିବିନି ଏଇ କମ୍ପାନୀରେ। ତୁମକୁ ଏମିତି ଇରିଟେଟ୍ ଫିଲ୍ ହେବ। କିନ୍ତୁ ସେଇ ସିଚୁଏସନ୍ ଭିତରେ ତ ବର୍ତ୍ତମାନ ପିଲା କ'ଣ କରୁଛନ୍ତି, ପିଲା ଏମିତି ଫ୍ରଷ୍ଟ୍ରେଟ୍ ହେଇଗଲେଣି ଆଇଟିରେ, ନା ୱାର୍କ କଲଚର୍ ତୁମର ଠିକ୍ ଅଛି, ନା ୱାର୍କ ପ୍ରେସର୍ ପିଲା ହ୍ୟାଣ୍ଡେଲ୍ କରିପାରୁଛନ୍ତି। ତ ବର୍ତ୍ତମାନ ତୁମକୁ ଏମିତି ପ୍ରେସରାଇଜ୍ ସିଚୁଏସନ୍ରେ କମ୍ପାନୀ ତୁମକୁ ପକାଇବ, ତୁମକୁ ଲାଗିବ ଯେ ଭାଇ ମୁଁ ଆଜି ହିଁ ଜବ୍ ଛାଡ଼ିବି। ତ ତୁମକୁ ଲାଗିବ ଯେ ମୁଁ ଯେଉଁ ବି କାମ କରୁଛି ତୁମ କମ୍ପାନୀର ମ୍ୟାନେଜର୍ ଖୁସି ନାହିଁ, ତୁମେ ଯେଉଁ ବି କାମ କରୁଛ ତୁମ ମ୍ୟାନେଜରକୁ ତୁମେ ଖୁସି କରିପାରୁନା, ତୁମ ଟିମମେଟ୍କୁ ତୁମେ ଖୁସି କରିପାରୁନା, ତୁମ କଲଚର୍ ମାନେ ତୁମର ଏନଭାୟରମେଣ୍ଟ ଭିତରେ ଯେତିକି ବି ପିଲାଙ୍କ ସହିତ ତୁମେ କାମ କରୁଛ ସେ ପିଲା ତୁମ ଉପରେ ଖୁସି ନାହାନ୍ତି, ତ ତୁମେ କାମ କାହା ପାଇଁ କରିବ? ତ ତୁମକୁ କାମର ଗୋଟେ ଆପ୍ରିସିଏସନ୍ ମିଳୁନି, ତୁମେ ଯାହା ବି ତୁମେ କାମ କରୁଛ ତୁମକୁ କିଛି ବି ତୁମକୁ ଆପ୍ରିସିଏସନ୍ ଗୋଟେ ଜିନିଷ ମିଳୁନି। ଦୁଇରେ ତୁମେ ସାଲାରୀ ତୁମେ ମନ୍ଥଲି ପାଇଯାଉଛ, ସାଲାରୀ ମନ୍ଥଲି ଆସିଲା ବେଳକୁ ସେ ସାଲାରୀ ରହୁନି। ତୃତୀୟରେ ତୁମେ କାମ ଯାହା ପାଇଁ କରୁଛ ସେ ତୁମ ପାଇଁ ଖୁସି ନାହିଁ। ତ ତୁମେ କାମ କରିବ ଯଦି ତୁମେ କାମରେ କେଉଁ ଜିନିଷରେ ତୁମକୁ ଖୁସି ନାହିଁ, ତ ତୁମେ ସେ ଜବ୍ କରି ଲାଭ କ'ଣ ଅଛି? କିଛି ଲାଭ ନାହିଁ। ତ ବର୍ତ୍ତମାନ ତୁମେ ଯଦି ଗାଁରେ ଯାଇକିରି ତୁମେ ଛୋଟ ମୋଟ ଗୋଟେ କିଛି ବି କାମ କରିବ, ତୁମେ 10,000 ଟଙ୍କା ଦରମା ପାଇବ, ସେଥିରେ ଯେଉଁ ଶାନ୍ତି ଅଛି, 1,00,000 ଟଙ୍କା 2,00,000 ଟଙ୍କା ଦରମା ପାଇଁ ଯଦି ଖୁସି ନାହ, ତ ସେ ଜବ୍ କରି କିଛି ଫାଇଦା ନାହିଁ। ତ ଏମିତିରେ ବହୁତ ପିଲା ଫ୍ରଷ୍ଟ୍ରେଟ୍ ହେଇକି ପେପର୍ ପକାଇ ଦେଉଛନ୍ତି। ଦ୍ୱିତୀୟରେ ୱିଦାଉଟ୍ ଅଫର୍ ପିଲା ପେପର୍ ପକାଇ ଦେଉଛନ୍ତି। ତୃତୀୟରେ କମ୍ପାନୀର ଏନଭାୟରମେଣ୍ଟ ପିଲା ଭଲ ଲାଗୁନି ପେପର୍ ପକାଇ ଦେଉଛନ୍ତି। ଫୋର୍ଥରେ କମ୍ପାନୀରେ ଯେଉଁ ପଲିଟିକ୍ସ ଚାଲିଛି, ତୁମେ ବିଲିଭ୍ କରିବନି, କମ୍ପାନୀରେ ପଲିଟିକ୍ସ ହେଲେ ତୁମେ ପାଗଳା ହେଇଯିବ। ମାନେ ସବୁ ପିଲାଙ୍କ ଆଗରେ ଗୋଟେ ମଝିରେ ଯାଇକିରି ତୁମକୁ ଯେତେବେଳେ ଗୋଟେ ଲୋକ ଗାଳି ଦେବ, ତୁମକୁ ଲାଗିବ ଭାଇ ସରିଗଲା ସବୁକିଛି। ତ ବର୍ତ୍ତମାନ ମାର୍କେଟରେ ସିଚୁଏସନ୍ ଏଇଆ ଚାଲିଛି ଯେ ବର୍ତ୍ତମାନ ମାର୍କେଟରେ ହାଇପ୍ ଏମିତି ହେଉଛି, ବର୍ତ୍ତମାନ ଏଆଇର ନାଁ ନେଇକିରି କମ୍ପାନୀ ଫାୟାରିଂ କରୁଛି, ଏଆଇର ନାଁ ନେଇକିରି କମ୍ପାନୀ ଯିଏ ଯାହା ତୁମକୁ କହିବା କଥା କହୁଛି। କମ୍ପାନୀ ତୁମେ ବିଲିଭ୍ କରିବ ନାହିଁ, ମ୍ୟାନେଜରର ଏକ୍ସପେକ୍ଟେସନ୍ ତୁମେ ପୂରଣ କରିବା, ମ୍ୟାନେଜର କହୁଛି ଆଉ ଟିକେ ଭଲସେ ତୁମେ କାମ କର, ଏ କାମଟା ହେଇନି, ତୁମେ ଘରକୁ ଆସିଲା ବେଳକୁ ବାହାରିଲା ବେଳକୁ ଆସିଲା ବେଳକୁ ତୁମକୁ କାମ ଗୋଟେ କ'ଣ ପଡ଼ିଯିବ, ତୁମେ ସେ କାମ କରିକି ବସିବ 2-3 ଘଣ୍ଟା ତୁମର ସେଠି ୱେଷ୍ଟ ହେଇଯିବ। ତାପରଦିନ ତୁମେ ସକାଳୁ ଗଲାବେଳକୁ ତୁମେ ଟଏଲେଟ୍ ଯାଇଥିବ, ଟଏଲେଟ୍ରୁ ଆସିଲା ବେଳକୁ ତୁମର ଗୋଟେ କ'ଣ ଗୋଟେ କିଳା ପଶି ଯାଇଥିବ, ଭାଇ ସିଏ ଫାଟିଯାଇଛି, ଭାଇ ସିଏ ହେଉନାହିଁ। ତ ତୁମେ ସେଇ କାମରେ ଫସି ତୁମେ ଖାଇଲା ବେଳକୁ 3ଟା 4ଟା। ତ ବର୍ତ୍ତମାନ ଏବେ କେଉଁ ଟାଇମ୍ ଟେବୁଲ୍ ଆଇଟି ସେକ୍ଟର ନାହିଁ, ନା ଏବେ କେଉଁ ବର୍ତ୍ତମାନ ଏନଭାୟରମେଣ୍ଟ ଠିକ୍ ନାହିଁ, ନା ଏବେ ବର୍ତ୍ତମାନ ପଲିଟିକ୍ସ ଏମିତି ହେଉଛି, ଭାଇ କେତେଜଣ ତୁମେ ଯାଇକିରି କାହାର ଗୋଡ଼ ଧରିବ, କେତେ ଜଣଙ୍କୁ ତୁମେ ସାଲିସ୍ କରିବ, କେତେ ଜଣଙ୍କୁ ତୁମେ ନେଇ ଆଣି ଥୋଇବ ତୁମେ ମାର୍କେଟରେ ବଞ୍ଚିବାକୁ। ତ ବର୍ତ୍ତମାନ ଏଇଭଳିଆ ସିଚୁଏସନ୍ ମାର୍କେଟରେ ଚାଲିଛି। ତ ବେଟର୍ ହେବ ତୁମେ ଯେଉଁଠି ବି ଅଛ, ତୁମେ ଏମିତି ଓରି ହେଇକିରି ପେପର୍ ପକାଇକି ଡିସିସନ୍ ନେଇକି ପେପର୍ ପକାଅନି। ତୁମେ ଆରାମସେ ତୁମେ ଇଗୋ ହଟ୍ କରିକି ତୁମ ନିଜକୁ ପର୍ସନାଲ୍ କେଉଁ ଜିନିଷ ନିଅନି। ବହୁତ ପିଲା ପର୍ସନାଲ୍ ନେଇକିରି ପେପର୍ ପକାଇ ଦେଉଛନ୍ତି, ବହୁତ ପିଲା ପର୍ସନାଲ୍ ନେଇକି ସବୁକିଛି ଡିସିସନ୍ ନେଇଯାଉଛନ୍ତି, ବହୁତ ପିଲା ପର୍ସନାଲ୍ ନେଇକିରି କାହାକୁ କ'ଣ କହିଦେଉଛନ୍ତି। ତ ବର୍ତ୍ତମାନ ମାର୍କେଟ ସେଇଟା ନାହିଁ, ମାର୍କେଟ ସେ ସିଚୁଏସନ୍ରେ ବର୍ତ୍ତମାନ ଗତି କରୁନି। ମାର୍କେଟରେ ବର୍ତ୍ତମାନ ସେଇଟା ହିଁ ଦରକାର ହିଁ ନାହିଁ, ନା ମାର୍କେଟରେ ତୁମେ ଏଇଟା କଲେ ବି ଆଗକୁ ସର୍ଭାଇଭ୍ କରିପାରିବ। ମାର୍କେଟରେ ଏମିତି ହେଇପାରିବ ହିଁ ନାହିଁ। ତ ତୁମକୁ ମାର୍କେଟରେ ବଞ୍ଚିବାର ଅଛି, ତୁମକୁ ମାର୍କେଟରେ ସର୍ଭାଇଭ୍ କରିବାର ଅଛି, ତୁମକୁ ବର୍ତ୍ତମାନ ଏ ସିଚୁଏସନ୍ ସବୁ ହ୍ୟାଣ୍ଡେଲ୍ କରିବାକୁ ପଡ଼ିବ। ତ ତୁମେ ଏଜ୍ ହେଇଗଲାଣି, ତୁମେ ବୁଝିଲା ସୁଝିଲା ପିଲା ହେଇଗଲାଣି, ତୁମେ 5 ଜଣଙ୍କୁ ବୁଝିଲା ଭଳିଆ ତୁମ କତିରେ ଶକ୍ତି ହେଇଗଲାଣି। ତ ତୁମେ ବର୍ତ୍ତମାନ ଏସବୁ ସିଚୁଏସନ୍ ଦେଇକିରି ଗତି କଲେ ବି
तुमको जहाँ भी प्रोब्लेम आसूँ तुम प्रोब्लेम फेस करा ट्राए कर जेपर्यंत तुम भल अफर न उठे जेपर्यंत भल पैकेजर हो भल कंपनी हो तुम जहाँ भी तुमको भल लगुच आगू तुम फरवर्ड तुम आउ गोटे कंपनी तुम चेंज कले भी विदाउट अफर विदाउट कौन भी विदाउट अफर तुम पेपर पकाओनी कहीं सिचुएसन एमती तुम वान्स पेपर पकईदेल मैंने तुम 2 मास कौन 6 मास 6 मास कौन तुम गोटाए वर्ष जाए 2 वर्ष जाए भी जॉब पाइब कि न पाइब किसी ग्यारंटी ना बहुत पिला भी अच्छा पेपर इगो हट है पेपर पकई देते कि जॉब ना पाखे तो से कौन कर जॉब ट्राए कर जॉब मिलनी तो जॉब न मिले फ्रस्ट्रेट अधिक हो कहीं विदाउट तुम गोटे जॉब थी जॉब सर्च करा तुम जॉब छाड़ी जॉब सर्च करा भितर डिफरेन्स बहुत अच्छी तो तुम मोर क्लोज फ्रेंड मैंने बहुत डिसीजन भूल डिसीजन नहीं आज पछताऊँ आज हैरान होती तुम भिड बनार यही जिनसटा थिला कि तुम कौन भी डिसीजन नवा पूर्व तुम 10 थर भाव कि तुम से जो डिसीजन नौच केते दूर तुम ठीक क्या कथार पड़िकी किए कौन कहीदेला किए कौन न कहला ता कथार पड़ी आ कथार पड़ी डिसीजन भूल नियनि तुम ही फसीज आउ तुम पछरे कहीं तुमको तुमको आगे आसी तुम साहाଯ୍य करें तुमको आसी कहीं हेल्प करें कि भाई तू पेपर पकईदेलु मुझे पैसा तू चल जा सेमती हेनी तो बर्तमान मार्केट रे ये चली तो तुम मार्केट रे बंचा गले तुम आराम से तुम पाठ पढ़ इंटरव्यू दियो इंटरव्यू क्रैक हो ऑफर उठाओ तापर जाए जॉब पाइला तो पेपर पका कंपनी भाई टाटा बाय बाय करके जाओ तो सिचुएसन से भाया अच्छी बर्तमान ये मार्केट रे तुम आराम से रहीकि ट्राए कर छाड़ी ट्राए करना एतिक रोचे थैंक यू।